ହସି ହସି ଗଲା ମୋତେ କନ୍ଦାଇ କନ୍ଦାଇ। କବିତାର ପ୍ରକାରଭେଦ ବିଷୟ ଏବଂ ଲେଖନୀ ଭଙ୍ଗୀର ଦୁଇଥିରେ ଥାଏ। ବିଷୟବସ୍ତୁ ଦିଗରୁ କବିତାକୁ ରାଜନୈତିକ, ସାମାଜିକ, ପୌରାଣିକ, ଦାମ୍ପତ୍ୟିକ ବା ପାରିବାରିକ ବୋଲି କୁହାଯାଉଥିବା ବେଳେ ଭଙ୍ଗୀ ଦିଗରୁ ବା ଶୈଳୀ ଷ୍ଟାଇଲ ଦିଗରୁ ଗାଥା, ରୂପକ, ସମ୍ବୋଧକ, ବ୍ୟଙ୍ଗାତ୍ମକ, ଶୋକାତ୍ମକ, ଚଉପଦୀ, ଚତୁର୍ଦ୍ଦଶୀପଦୀ ଇତ୍ୟାଦି ଅନେକ ରୂପରେ କବିତା ପ୍ରକାଶମାନ କାବ୍ୟରାଜ୍ୟରେ ହୋଇଥାଏ। କବିତାର ଭାଷା ତୀର୍ଯ୍ୟକ, ଉଦାହରଣ ସର୍ବସ୍ୱ ଏବଂ ବର୍ଣ୍ଣନାଧର୍ମୀ। ଏ ପ୍ରକାର ବର୍ଣ୍ଣନାଧର୍ମିତା ଜୀବନର, ତାର ବ୍ୟାଖ୍ୟାର। କବିତାରେ ଜୀବନର ବର୍ଣ୍ଣନାଟି ସବିଶେଷମୟ ନ ହୋଇ ସୂଚନାତ୍ମକ ତଥା ଆଘାତମୟ। କବିତା ଖାଲି ଜୀବନର ବର୍ଣ୍ଣନାକୁ ଛୁଇଁ ଦେଇଯାଏ, ଟିକିଏ ଆଘାତ କରିଦିଏ, ଟିକିନିଖି ବ୍ୟାଖ୍ୟା କରେନି। ପାଠକର ମସ୍ତିଷ୍କଜାତ ବୁଦ୍ଧି ଯାହା ବୁଝିବାର ବୁଝେ, ଠିକ୍ ବୁଝେ କି ଭୁଲ ବୁଝେ ତାର ସଠିକତା ଦେଇ ହୋଇ ନଥାଏ। ସାହିତ୍ୟର ଜଗତ ପରି କବିତା ମଧ୍ୟ ଏକ ମାୟାର ଜଗତ। ମୋହ ତଥା ଆସକ୍ତିରେ ଭରା। ଏତାଦୃଶ ମୋହ ତଥା ଆସକ୍ତି ପାଇଁ କବିତା ପଢ଼ି ହୋଇ ଯାଇଥାଏ, ଆଉ ସେଥିରୁ କବିତାକୁ କ୍ରମଶଃ ବୁଝି ହେବାକୁ ପଡ଼େ। ପାଠକର ସଧୀର ମସ୍ତିଷ୍କ କବିତାର ରହସ୍ୟମୟତାର ଗୋପନୀୟତାକୁ ଖୋଲିଦିଏ, ଉନ୍ମୋଚନ ଦିଏ। ଶେଷରେ କବିତା ପଠନର ପରିତୃପ୍ତି ଆଣେ, ତାର ବିକାଶର ସହାୟକ ହୁଏ। ଏହି ବିକାଶରୁ କବିତା କାଳଜୟୀ, ସ୍ମରଣୀୟ ହୋଇଥାଏ। କବିତାର ଏହାହିଁ ହେଉଛି କଳା ବା ପ୍ରବୀଣତା। ପ୍ରାବୀଣ୍ୟ ନ ହେଲେ ଜଣେ କାବ୍ୟର ପ୍ରକୃତ ଚାହିଦାକାର ତଥା କଳାକାର ହୋଇ ପାରିବ ନାହିଁ। କବିତାର କଳାକାର, କବିତାର ରଚୟିତା, ତାର ଖୁଣ୍ଟି ନାଟି ସମାଲୋଚକ। କବିତାର ଏଠି ୟା ଅଛି, ସେଠି ତାହା ରହିଛି ବୋଲି ଜଣାଇଦିଏ। ଏହାଦ୍ୱାରା ଆଉ ପରବର୍ତ୍ତୀ ପାଠକ କବିତାର ନିହିତ ଗୁପ୍ତତାକୁ ବୁଝିପାରି କହେ, ଆରେ କେତେ ବଢ଼ିଆ କବିତା! ଏଥିରେ କେତେ କଥା ଭରି ହୋଇଥିଲା ମୁଁ ବୁଝିପାରି ନଥିଲି। ମୋର ମସ୍ତିଷ୍କ ସେତେଦୂର ପହଞ୍ଚିବାରେ କ୍ଷମ ହୋଇ ପାରିଲା ନାହିଁ। ସେତେଦୂରର ଅର୍ଥ ହେଲା କବିତା ରଚନାର ମୂଳ ବିମ୍ବ ବା ମଞ୍ଜିଟିକୁ ଖୋଜି ପାଇବା ଅଥବା ଜାଣିବା। କବିତା ଏକ ରହସ୍ୟମୟ ଦୀପ୍ତି। ଏହା ଗୁପ୍ତରେ ଥାଏ, ହେଲେ ଆଲୋକ ବିକିରଣ କରୁଥାଏ। ଯେଉଁଥିରେ ଏକ ପ୍ରକାର ଦୀପ୍ତି ଥାଏ, ଯାହାକୁ କବିତା ରଚନାର ଉଦ୍ଦେଶ୍ୟ ଅନ୍ୟ ଅର୍ଥରେ ବୋଲାଯାଇପାରେ। କବିତା ରଚନାର ଏକ ଅଭିଲକ୍ଷ୍ୟ ଅଛି। ଏଇ ଅଭିଲକ୍ଷ୍ୟଟି ହେଲା କୋଉ ବିଷୟରେ କବିତା ଲେଖାଯିବ ଆଉ କବି କେମିତି ଲେଖିବ। ମନୁଷ୍ୟ ସ୍ୱାମୀ ସ୍ତ୍ରୀରେ ପରିଣତ ବିବାହ ପରେ ହୋଇଥାଏ। ସ୍ୱାମୀ ସ୍ତ୍ରୀ ପରସ୍ପର ପାଇଁ ଭଲ ତଥା ମନଲାଖି ଯୁକ୍ତ ହେଲେ, ଉତ୍ସର୍ଗମୟ ହୋଇ ରହିଲେ ଯାଇ ମନରେ ସ୍ମରଣୀୟତାର ସନ୍ତକ ଆଣେ। ପରସ୍ପର ପରସ୍ପରର ମନେ ହୋଇ ରହିଥାନ୍ତି, ମନେ ପଡ଼ିଥାନ୍ତି। ଏଇ ମନେ ପଡ଼ିବାଟା ଅଧିକତର ବିଚ୍ଛେଦରେ ବେଶୀ ଥାଏ। ସହିତରେ ଥିଲେ ବି ମନେ ପଡ଼ିଥାନ୍ତି। ଯଥା ସ୍ୱାମୀ କହୁଛି, ଆରେ ତୁମେ ଯାହା କାଲି ସେ କଥାଟି କହିଲ, ମୁଁ ଶୋଇଲା ବେଳେ ବସି ଭାବୁଥିଲି ସେ କଥାକୁ। ପ୍ରକୃତରେ ମୋର ସେଇଆ କରିବାର ଥିଲା। ମୁଁ ଟିକେ ଖିଆଲି ହୋଇ ଯାଇଥିଲି। ତମେ ମୋତେ ଠିକ୍ ସମୟରେ ଠିକ୍ ପରାମର୍ଶ ଦେଇ ଏତେ ବଡ଼ ସମସ୍ୟାଟିର ସହଜ ସମାଧାନ କରାଇଦେଲ। ମୋ ମୁଣ୍ଡରେ ସେସବୁ ପଶୁ ନଥିଲା। ଏଇ ଭାବିବା ସହିତର ବା ସାଥିରେ ଥିବାର, ଅର୍ଥାତ୍ ସ୍ତ୍ରୀଟି ପାଖରେ ଅଛି। ବ୍ୟାସକବି ଫକୀରମୋହନ ସେନାପତି ଜୀବନରେ ଦୁଇଥର ବିବାହ କରିଥିଲେ ବୋଲି କଥା ରହିଛି। ପ୍ରଥମ ସ୍ତ୍ରୀ ଲୀଳାବତୀଙ୍କୁ ନେଇ ସେ କବିର କଳିହୁଡ଼ି ସ୍ତ୍ରୀ କବିତା ଲେଖିଛନ୍ତି, ଯେଉଁଥିରେ ଲୀଳାବତୀଙ୍କ ଚରିତ୍ର, ତାଙ୍କର ମନସ୍ତତ୍ତ୍ୱ, ସ୍ୱାମୀ ସହିତ ସ୍ତ୍ରୀର ସମ୍ବନ୍ଧ, ସ୍ୱାମୀ କେମିତି ଆଉ ସ୍ତ୍ରୀ କେମିତି ତାହା ସ୍ପଷ୍ଟ ଜଣାପଡ଼ିଅଛି। ଲୀଳାବତୀ ମରିଗଲା ପରେ ସେ ପୁଣି ଦ୍ୱିତୀୟବାର କୃଷ୍ଣକୁମାରୀଙ୍କୁ ବିବାହ କରିଥିଲେ। କୃଷ୍ଣକୁମାରୀ ଥିଲେ ଲୀଳାବତୀଙ୍କର ଠିକ୍ ବିପରୀତମୁଖୀ ଚରିତ୍ର। ସ୍ୱାମୀର ଜୀବନକୁ ପତିବ୍ରତାର ସୁରଭିରେ ଭରି ଦେଇଥିଲେ। କୃଷ୍ଣକୁମାରୀ ମଧ୍ୟ ଜୀବନ ପଥର ଅଧାବାଟରୁ ମୃତ୍ୟୁ ପାଇ ଫକୀରମୋହନଙ୍କୁ ଛାଡ଼ି ଦେଇ ଚାଲିଯାଇଥିଲେ। ଆଉ ତାଙ୍କରି ମହନୀୟ ସ୍ମୃତିରେ କବି ସଂଶିତ ଶୋକଗୀତିକା କବିତାଟିକୁ ରଚନା କରି ଜୀବନର ଏଲିଜି ଗାଇଛନ୍ତି। କବିତାଟି ନମୁନା ସର୍ବସ୍ୱ, ଉଦାହରଣ ବହୁଳ। ୟା ସହିତ ତାହାର ଭାବର ମିଶ୍ରଣ କବିତାର ଭାଷାରେ ରହିଛି। ସେଥିରୁ ଜଣାପଡ଼େ ଫକୀରମୋହନଙ୍କୁ କବିତା
ରଚନାର କଳା ଓ କୌଶଳ ବେଶ୍ ଜଣାଥିଲା। ସେ ଜମାରୁ ମୂର୍ଖ କବି ନଥିଲେ, ସେ ବି ପାଠ୍ୟାନ୍ତର୍ଗତ କବି ଥିଲେ। ଯିଏ ପାଠ୍ୟାନ୍ତର୍ଗତ କବି ସେ ନିଶ୍ଚିତରେ ଭଲ କବିରେ ଗଣା। ଉଲ୍ଲେଖନୀୟ କବି। କବିତାଟି ସ୍ମୃତିଚାରଣର ଥିବାରୁ ଶୈଳୀ ହୋଇଛି ସମ୍ବୋଧନାତ୍ମକ। ଏହାକୁ ଅନ୍ୟ ଅର୍ଥରେ ବାହୁନା ରୀତି କୁହାଯାଏ। ସମାଜରେ ଲୋକମାନେ ବାହୁନି ଥାଆନ୍ତି। ସାହିତ୍ୟରେ ତାର ନାମ ସ୍ମୃତି ରୋମନ୍ଥନ ବା ସ୍ମୃତିଚାରଣ। କବି କବିତାରେ ସେଇ କାମ ହିଁ କରିଛନ୍ତି। କବି ବିଭିନ୍ନ ଉପମା ଦେଇ ସ୍ତ୍ରୀଙ୍କର ଚାରିତ୍ରିକ ସ୍ଥିତିକୁ ବର୍ଣ୍ଣନା କରିଛନ୍ତି ଅପୂର୍ବ କାବ୍ୟିକ ଛଟାରେ। ମାଗୁଣୀର ଶଗଡ଼ ଗଳ୍ପରେ ଗୋଦାବରୀଶ ମହାପାତ୍ର ଯେମିତି ମାଗୁଣୀର ଭାବନାରେ କହିଛନ୍ତି, ରାଣୀ କରି ଯାହାକୁ ଆଣିଥିଲା ଜୀବନଟା ସେ ହସାଇ ହସାଇ ନଚାଉଥିଲା। ତାର ଅଧର ତଳେ ସେ ଅମୃତ ପିଉଥିଲା। ତାର ଚାହାଣୀ ଭିତରେ ସେ ଜଗତ ଦେଖୁଥିଲା। ତାର ନିଃଶ୍ୱାସରେ ସେ ସୁବାସ ବାରୁଥିଲା ଓ ତାର ପାଦ ତଳେ ସେ ଫୁଲ ଫୁଟିବାର ଦେଖୁଥିଲା। କିନ୍ତୁ ସେ ସ୍ୱପ୍ନ ତାର ବେଶୀ ଦିନ ରହିଲା ନାହିଁ। ସ୍ୱପ୍ନମୟୀ ହସି ହସି ଚାଲିଗଲା ଏ ସଂସାରର ସେ ପାଖକୁ। ଠିକ୍ ସେମିତି କବି ନିଜର ଦ୍ୱିତୀୟା ପତ୍ନୀ କୃଷ୍ଣକୁମାରୀଙ୍କର ଗୁଣ ସୁମରଣା କରିଛନ୍ତି ଏଇ କବିତାଟିରେ। କବିତାଟିର ବିଷୟବସ୍ତୁ। କବିଙ୍କର ସ୍ତ୍ରୀ ଥିଲେ ଯୁବତୀ, ସୁନ୍ଦରୀ। ତେଣୁ କବି ତାଙ୍କୁ ଫୁଲ ନ କହି କଢ଼ ବୋଲି କହି ସୁଗନ୍ଧର କେନ୍ଦ୍ରସ୍ଥଳ ଅର୍ଥାତ୍ ଖଣି ବୋଲି କହିଛନ୍ତି। ପତ୍ନୀ ଥିଲେ ମାଧୁର୍ଯ୍ୟ ବିମଣ୍ଡିତ, ହସ ହସ ମୁଖ ଧାରିଣୀ। ହସ ହସ ମୁହଁ। କବି ଗଛ ହେଲେ ସେ ପ୍ରେମର ଲତିକା। କବିଙ୍କର ଶୂନ୍ୟ ଘରରେ ସେ ଆଲୋକିତ ମଣି ସଦୃଶ। ଅଳ୍ପ ବର୍ଷ ପାଇଁ ଆସି କବିଙ୍କ ଜୀବନରେ ମାୟା ମୋହ ମମତାରେ ଭରି ଦେଇଥିଲେ। ନିଜେ ସୁରୁଖୁରୁରେ ମରିଯାଇ କବିଙ୍କୁ କେବଳ ଘାଣ୍ଟିବା ପାଇଁ ହଇରାଣରେ ପକାଇ କାନ୍ଦିବାକୁ ଛାଡ଼ି ଦେଇ ଚାଲିଗଲେ। କବି ଦ୍ୱିତୀୟା ପତ୍ନୀଙ୍କୁ ପାଇ ଅତ୍ୟନ୍ତ ଖୁସି ଥିଲେ। ଜୀବନରେ ଆଶ୍ୱସ୍ତ ଥିଲେ। ନୀଳ ମେଘରେ ଯେପରି ବିଜୁଳି ଶୋଭା ପାଏ, କଳା ମେଘରେ ଯେମିତି ଚପଳା ଧଳା ହୋଇ ଦେଖାଦିଏ, ଠିକ୍ ପତ୍ନୀ ସେହିପରି କବିଙ୍କ ଜୀବନ ରୂପକ ଆକାଶରେ ସୁନ୍ଦର ବିଜୁଳିଟିଏ ଇର୍ମଦମୟ ହୋଇ ଥିଲେ। ଅର୍ଥାତ୍ କବିଙ୍କ ଜୀବନ ଯେତେବେଳେ ହା ହୁତାଶମୟ ଦହନରେ ଜଳୁଥିଲା ବିଚ୍ଛେଦ ଗ୍ରୀଷ୍ମର ତାଡ଼ନାରେ, ସେତେବେଳେ ପତ୍ନୀ ନୀଳମେଘୀ ଚପଳା ହୋଇ ପ୍ରେମର ବାରିଦାନରେ ଶାନ୍ତ ଶୀତଳମୟ ସୁଖ ତୃପ୍ତି ଦେଉଥିଲେ। ଅତିଶୟ ଗ୍ରୀଷ୍ମରେ ମେଘର ପ୍ରଥମ ସ୍ପର୍ଶର ସୁଖ ଭଳି। କବିଙ୍କୁ ପତ୍ନୀକୁ ଦେଖି ତାଙ୍କ ସହିତ ଜୀବନ ବିତାଇ ସୁଖ ପାଉଥିଲେ। କିନ୍ତୁ ତାଙ୍କର ସେହି ସୁଖ କ୍ଷଣିକ ହେଲା, ଯେବେ ପତ୍ନୀଙ୍କର ଅମର ଆତ୍ମା ଅନ୍ତହୀନ ଆକାଶରେ ହଠାତ୍ ଉଭେଇଗଲା। ମିଶିଯିବାରୁ ଜହ୍ନରାତିର ଜହ୍ନ ଯେମିତି ଦୁନିଆରେ ଅମୃତର ଧବଳ ଶୀତଳ ଧାରା ଢାଳି ଦେଇଥାଏ, ଆଉ ସେଇ ଜହ୍ନରାତିରେ ଟେଣ୍ଟୋଇ, ଚକୁଆ ପକ୍ଷୀ ତଥା ସାରା ସଂସାରବାସୀ ଜ୍ୟୋତ୍ସ୍ନାର ସୌନ୍ଦର୍ଯ୍ୟରେ ଅତ୍ୟନ୍ତ ଖୁସି ହୋଇଥାନ୍ତି, ଠିକ୍ ସେହିପରି କବିଙ୍କ ପତ୍ନୀ କବିଙ୍କ ଜୀବନ ଆକାଶର ରାତ୍ରି ଜହ୍ନ ହୋଇ ଜୀବନକୁ ପ୍ରେମ ସୁଧାମୟ ବା ଅମର ପ୍ରେମରେ ଭରି ଦେଉଥିଲେ। ଆଉ ଯାହାକୁ ପାଇ କବି ଖୁସି ହେଉଥିଲେ। ପଶ୍ଚିମ ଆକାଶରେ ଯେମିତି ସୂର୍ଯ୍ୟ ବୁଡ଼ିଯାଏ, ସେମିତି କବିଙ୍କର ଜୀବନ ସୂର୍ଯ୍ୟ ଭଳି ରହିଥିବା ପତ୍ନୀ ସେହିଭଳି ମରିଯାଇ ସବୁଦିନ ପାଇଁ କବିଙ୍କର ଜୀବନ ଆକାଶରୁ ଅସ୍ତ ହୋଇଗଲେ। ଦେହକୁ ନ ଦେଖାଇ ଲୁଚାଇ ଦେଲେ। ନିଜେ ସୁରୁଖୁରୁରେ ଚାଲିଯାଇ କବିଙ୍କୁ କାନ୍ଦିବାକୁ ଦୁଃଖ କରିବାକୁ ଛାଡ଼ିଗଲେ। ସୁରୁଖୁରୁ ମାନେ ବୁଢ଼ୀ ହୋଇ ନଥିଲେ, ଅନ୍ୟ ଅପର ଲୋକଙ୍କୁ ଘାଣ୍ଟି ନଥିଲେ, ରୋଗ ବୈରାଗ କିଛି ହୋଇ ନଥିଲା। କବିଙ୍କର ଦୁଃଖ ବେଳେ ପତ୍ନୀ କୃଷ୍ଣକୁମାରୀ ଭଲ ପାଇବାର ଜଳଦାନ କରି ତୃଷାର୍ତ୍ତ ଶୋଷିଲା ଆତ୍ମାକୁ ଶାନ୍ତି ଦେଉଥିଲେ, ଦୁଃଖ ମୋଚନ କରାଉଥିଲେ। ସ୍ୱାମୀ କବିଙ୍କୁ ସୁଖ ସମୃଦ୍ଧିରେ ରଖିବାକୁ ସଦା ଚେଷ୍ଟିତ ଥିଲେ। କବିଙ୍କର ମନ ଆତ୍ମାଟିଏ ଥିଲା ଗୋଟିଏ ଚାତକ ପକ୍ଷୀ। ତଥାପି କବି ପତ୍ନୀଙ୍କୁ ହରାଇଥିଲେ। ତାଙ୍କ ଜୀବନ ଆକାଶରେ ମୃତ୍ୟୁ ପବନ ବାତ ଦୁଃଖ ଶୋକ ବିଚ୍ଛେଦରେ କଳା ବାଦଲ ଛାଇ ଦେଇଥିଲା। ମନୁଷ୍ୟ ଯେମିତି ସୁଆସାରି ଘରେ ପଶି ପାଳିତ କରି ରଖେ, କବି ସେମିତି ପତ୍ନୀ କୃଷ୍ଣକୁମାରୀଙ୍କୁ ଜୀବନ ସାରି କରାଇ ନିଜ ଦାମ୍ପତ୍ୟ ପିଞ୍ଜରାରେ ପାଳିତ କରି ରଖିଥିଲେ। ହେଲେ ସେଇ ଶାରୀଟି ହଠାତ୍ ମରିଯିବାରୁ ତାର ରାବର ମାଧୁର୍ଯ୍ୟ ଆଉ କବି ଶୁଣିପାରିଲେ ନାହିଁ। ସେଇ ପତ୍ନୀ ପ୍ରେମ ଜଞ୍ଜିର ଛିଣ୍ଡାଇ ଅନନ୍ତ ଆକାଶକୁ ଉଡ଼ି ଚାଲିଗଲା। କବି ପତ୍ନୀ କୃଷ୍ଣକୁମାରୀ କବି ଫକୀରମୋହନଙ୍କ ଅନ୍ଧାରିତ ଜୀବନ ରୁଖାର ଏକ ଆଲୋକିତ ବତୀ। ସେ ଥିଲେ ଶରତ ଋତୁର ନିର୍ମେଘ ନିର୍ମଳ ଆକାଶର ଜହ୍ନ। କବି ଦୁଃଖର ଲୁହରେ ଜୀବନ ଆକାଶକୁ ମେଘମୟ କରାଇ ପୂର୍ବରୁ ରହିଥିଲେ। ଦ୍ୱିତୀୟା ପତ୍ନୀ ଆସି ସେଠି ଶରତ ଚନ୍ଦ୍ରିକାର ଭୂମିକା ନେଇଥିଲେ, ଯାହାଫଳରେ କବିଙ୍କ ଜୀବନ ଆକାଶରୁ ଦୁଃଖ
ଅନୁଶୋଚନାର ମେଘ କଟିଯାଇ ମେଘମୁକ୍ତିର ସ୍ୱଚ୍ଛନ୍ଦ ଆଣି ଦେଇଥିଲେ। କବିଙ୍କ ପାଇଁ ପତ୍ନୀ ଥିଲେ ସ୍ୱର୍ଗର ନନ୍ଦନବନର ବସନ୍ତ ଋତୁର ମଲ୍ଲୀଫୁଲ। ମଲ୍ଲୀଫୁଲ ଧଳା ଧଳା ଶୁଭ୍ରତାର ନିର୍ମଳତାର ପ୍ରତୀକ। କବିଙ୍କର ପତ୍ନୀ ଥିଲେ ସେଇ ନିର୍ମୋହୀ ନିରୀହ ଶୁଭ୍ରତା। କବି ପତ୍ନୀଙ୍କ ଆତ୍ମା କଳଙ୍କିତ ଅଶୁଭମୟ ନଥିଲା, ସେ କବିଙ୍କ ପାଇଁ ଥିଲେ ଏକାନ୍ତ ଶୁଭମୟ। କବି ବୀଣା ହେଲେ, ପତ୍ନୀ ଥିଲେ ସେଇ ବୀଣାର ନିକ୍ୱଣ, ତାର ଝଙ୍କାର, ଯାହାକି ସେଇ ବୀଣା ଜିଣା କଣ୍ଠସ୍ୱର ଆଜି ମୃତ୍ୟୁ ପାଇ ପବନରେ ମିଶିଯାଇଛି। କବିଙ୍କର ଦାମ୍ପତ୍ୟ ଜୀବନ ଘର ଅଗଣାର ପତ୍ନୀ ଥିଲେ ଲବଙ୍ଗର ଲତିକା ଗଛ। ଲବଙ୍ଗ ଲତିକା ଗଜମୁକୁତା। ଲବଙ୍ଗ କ୍ଷୁଦ୍ର ଫଳ ପାନରେ ଖିଆଯାଏ। ସୁଗନ୍ଧଭରା ଛୋଟ ଫଳ ପାଟିର ଦୁର୍ଗନ୍ଧ ଦୂର କରେ। ମେ ତୁଲସୀ ତେରି ଆଙ୍ଗନ କି ସିନେମା ଭଳି। କବି ପତ୍ନୀ ଥିଲେ ସୁନ୍ଦରୀ ତନ୍ୱୀ ବା ତନିମା, ଅନିନ୍ଦ୍ୟ ସୁନ୍ଦରୀ। ଏ ସୌନ୍ଦର୍ଯ୍ୟ ବିଶେଷ କରି ଗୁଣଗତ, ଆତ୍ମାଗତ। ଶରୀର ବି ହୋଇପାରିଥାଏ, ଯେଉଁଥିପାଇଁ କବି କହିଛନ୍ତି ଫାଟି ପଡ଼ୁଥିଲା ରୂପକାନ୍ତି କୋମଳତା। ଏଥିରୁ ଜଣାପଡ଼େ କବି ପତ୍ନୀ ଥିଲେ ସୁନ୍ଦରୀ, କାରଣ କବି ଏହାକୁ ନିଜେ ସ୍ୱୀକାର କରିଛନ୍ତି, ପାଠକକୁ କହିଛନ୍ତି, ଜଣାଇଛନ୍ତି। ତେବେ ସେଇ ଲବଙ୍ଗଲତା ରୂପୀ ଜୀବନ ଗଛଟିକୁ ବିଧାତା ମୃତ୍ୟୁ ରୂପକ ଜଳହୀନତାରେ ଶୁକାଇ ଦେଇଅଛି। କବିଙ୍କର ହୃଦୟ ହେଉଛି ଏକ ସାଗର, ସେଥିରେ ପାଞ୍ଚ ମନ 25 ପ୍ରକୃତିର ନାନାଦି ଚିନ୍ତାରାଶିରେ ଭରପୂର ବୋଲି ମନେ ହେଉଛି। ସମୁଦ୍ର, ସେଇ ସାଗରରେ ପତ୍ନୀ ଥିଲେ ପ୍ରେମର ଡଙ୍ଗା, ଜୀବନର ତରୀ। ଏଇ ନୌକା ତୁମ ଆମ ଜୀବନ ତରୀ, ଯେତେ ଆସିଲେ ଦୁଃଖ ଶୋକ ଯିବାନି ଡରି। ସଉତୁଣୀ ଓଡ଼ିଆ ସିନେମାର ଗୀତ ଭଳି କବିଙ୍କର ଜୀବନ ଥିଲା। ସେଠି ଆନନ୍ଦର ଲହରୀ ନୃତ୍ୟ କରି ଖେଳୁଥିଲା। ତାକୁ ମୃତ୍ୟୁ ପବନ କୁଆଡ଼େ ଯେ ଭସାଇ ନେଇଗଲା, କବି ତାର ଟେର ବା ସୁରାକ ପାଉ ନଥିଲେ। ଏଇ ତରଙ୍ଗଟି ଥିଲା ପ୍ରେମ ଜୁଆର, ଆଶାମୟ, କାମନାଦୀପ୍ତ। ଜୀବନର ସେ ଥିଲା ଏକ ସକାଳ, ଯେଉଁଥିରେ ଜୀବନର ସୁଖ ଦୁଃଖର ଦ୍ୱୈତ ବା ବିଭାସ ସ୍ୱର ଶୁଣାଯାଉଥିଲା, ଯାହାକି ଜୀବନର ମାନେ, ତାର ଗୁହ୍ୟ ଅର୍ଥ, ଗୋପନୀୟ ଅର୍ଥ। ନିଷ୍ଠୁର ଗ୍ରୀଷ୍ମକାଳର ସୁଖ ପବିତ୍ରର ନଦୀ ଜଳ ଥିଲେ କୃଷ୍ଣକୁମାରୀ, ଦରିଦ୍ରର ଗଣ୍ଠିଧନ ସ୍ପର୍ଶମଣି, ଯାହାକୁ ଛୁଇଁ କବିଙ୍କର ବିପତ୍ନୀକର ନିଃସଙ୍ଗ ଜୀବନ ଧନ୍ୟ ହୋଇ ଯାଉଥିଲା। ସୁନାରୀ ବଣିଆ ବା ସ୍ୱର୍ଣ୍ଣକାର ଯେମିତି କଷଟି ପଥରରେ ଘଷି ସୁନାକୁ ଖାଣ୍ଟିତ୍ୱର ପରୀକ୍ଷା କରେ, ସେହିଭଳି କବି ମନର କଷଟି ପଥରରେ ସ୍ତ୍ରୀଙ୍କର ଆଚରଣ, ବ୍ୟବହାର, ଚରିତ୍ରର ପରାକାଷ୍ଠା ଜୀବନରେ କେମିତି ଅଛି, ତାହା ବେଶ୍ ଉତ୍ତମ ରକମରେ ଯାଞ୍ଚ କରି ନେଇ ପତ୍ନୀଙ୍କୁ ଭଲର ମୋହର ମାରିଥିଲେ। କୃଷ୍ଣକୁମାରୀ ଜଣେ ଆଦର୍ଶ ପତ୍ନୀ ଥିଲେ। ସେ ଥିଲେ ଏକ ସୁନାର ତାର ଧାଡ଼ିଟିଏ। ନିଜର ମହତ୍ତ୍ୱ ବା ମହିମା ନେକନାମୀକୁ ଆଚରଣରେ ପ୍ରଦର୍ଶିତ କରିଥିଲେ। ପ୍ରଚାର କରାଇ ନଥିଲେ କି ମୁଁ ଭଲ ବୋଲି। ସେ ଥିଲେ କବିଙ୍କର ଜୀବନ ଆକାଶର ଇନ୍ଦ୍ରଧନୁର ସପ୍ତରଙ୍ଗୀ ଶୋଭା, କ୍ଷଣିକର ଉଭାମୟ ଅସ୍ତିତ୍ୱ। ବେଦର ଗାୟତ୍ରୀ ମନ୍ତ୍ର, ଏ ବେଦ ଜୀବନର ସୁଦୀର୍ଘତା ପାଇଁ ଜୀବନକୁ କବି ବେଦ ବୋଲି କହିଛନ୍ତି। ଜୀବନର ବ୍ୟାପ୍ତି ହିଁ ବେଦ। ବେଦ ଏକ ପୋଥି, ଯେଉଁଥିରେ ଅସଂଖ୍ୟ ପୃଷ୍ଠା ଗଚ୍ଛିତ ଥାଏ। ସେମିତି ଜୀବନ ମୃତ୍ୟୁ ପର୍ଯ୍ୟନ୍ତ ସାଧାରଣୀକରଣରେ ପରିବ୍ୟାପ୍ତ। ସେଠି କାହାର ଜୀବନ କଦବା ସ୍ୱଳ୍ପ ପରିମିତ ଥାଏ, ଅଳ୍ପ ଲୋକ କ୍ଷୀଣାୟୁ ହୋଇଥାନ୍ତି। ବେଦର ଗାୟତ୍ରୀ ମନ୍ତ୍ର ଏକ ମୁଖ୍ୟ ପ୍ରଭାବଶାଳୀ ମନ୍ତ୍ର। ଏହାର ଧାର୍ମିକ ଉପଯୋଗିତା ଅନେକ। ଠିକ୍ ସେହିଭଳି ଦାମ୍ପତ୍ୟ ଜୀବନ ବେଦର ଗାୟତ୍ରୀ ମନ୍ତ୍ର ହେଲେ ପତ୍ନୀ ପ୍ରିୟତମା ସେ ଘରକୁ ସ୍ୱର୍ଗ ନର୍କ ଉଭୟ ଛାଞ୍ଚରେ ଢାଳି ଦେଇ ପାରିବେ। ତାରି ଯୋଗୁଁ ମାନବ ସଭ୍ୟତାର ପରିବ୍ୟାପ୍ତି, ବଂଶ ବିସ୍ତାରର ମୁଖ୍ୟ ସ୍ରୋତ, ସନ୍ତାନର ଆତ୍ମକ୍ଷମର ପ୍ରକୃତ ପରିଚାରିକା। ସୁତରାଂ ଗାୟତ୍ରୀ ମନ୍ତ୍ର ବା ତ୍ରିପାଦ ମନ୍ତ୍ର ଶିଶୁର ପ୍ରଥମ ଗୁରୁ, ସ୍ୱାମୀର ସାର୍ଥକ ସୋହାଗ। ପରିବାର ଘରର ଛାତ ଟେକା ରୁହ, ସେ ଭୁଷୁଡ଼ି ଗଲେ ପରିବାର ରୂପୀ ଘର ଭୁଷୁଡ଼ି ଯିବ। ଯୋଉ ଅବସ୍ଥା ଫକୀରମୋହନଙ୍କର ହୋଇଅଛି, କୃଷ୍ଣକୁମାରୀଙ୍କ ମୃତ୍ୟୁରେ ତାଙ୍କ ପରିବାର ଉଜୁଡ଼ି ଯାଇଛି। ଆଜି ସେଇ ପତ୍ନୀ ନିଜେ ହସି ହସି ବା ସୁରୁଖୁରୁରେ ଚାଲିଯାଇ କବିଙ୍କୁ କାନ୍ଦିବାକୁ କେବଳ ଛାଡ଼ି ଦେଇଛନ୍ତି। ପତ୍ନୀହରା କବି ଆଜି ସଂସାରରେ ଏକା ନିଃସଙ୍ଗ ହୋଇପଡ଼ିଛନ୍ତି ଏବଂ ମନେ ପକାଉଛନ୍ତି। ସଂଶିତ କବିତାଟି ଏକ ପଦ୍ୟ, ପାଦକୁ ପାଦ ମିଶୁଛି, ଘୋଷା ଧାଡ଼ି ରହିଛି, ଯାହାକି କବିତାର ନାମକରଣ ହୋଇଛି। ସହଜ ସରଳ ପରିପ୍ରକାଶ, ଉପମା ଉଦାହରଣର କାବ୍ୟିକ ବ୍ୟଞ୍ଜନା ଅବସ୍ଥିତ, କାବ୍ୟଧର୍ମ ସୁରକ୍ଷିତ। ଯେଉଁ ଉପାଦାନ ନଥିଲେ କବିତା ଶେଷରେ କବିତା ବୋଲାଇ ପାରିବ
ଫକୀରମୋହନ ସେହି କବି ଧର୍ମକୁ ଜାରି ରଖିଛନ୍ତି। ଏହି କବିତାଟି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏକଦା ଓଡ଼ିଆ ଅନର୍ସ ପାଠ୍ୟକ୍ରମରେ ରହିଥିଲା। ସମ୍ପାଦିତ ବହିମାନଙ୍କରେ ବି ସ୍ଥାନିତ। ଅଗତ୍ୟା ଗୋଟିଏ ଭଲ କବିତା ବୋଲି କୁହାଯାଇପାରିବ। ମୁଁ ମଧ୍ୟ କବିତାଟିକୁ ବିଏ ଶ୍ରେଣୀର ପିଲାଙ୍କୁ ସେତେବେଳେ ପଢ଼ାଇଥିଲି। କାରଣ ପାଠରେ ପଢ଼ାଯାଉଛି, ବିଭିନ୍ନ ସଂକଳିତ କବିତା ବହିରେ ସ୍ଥାନ ପାଉଛି। ତେଣୁ ଭଲ କବିତା ବୋଲି କେମିତି କୁହା ନ ଯିବ? ସାଧାରଣ କବିତା ସାହିତ୍ୟରେ ଲେଖାଯିବ, ହେଲେ ସ୍ଥାନ ନେଇପାରିବ ନାହିଁ ଯଦି ତାହାର ପାଠକୀୟ ଚାହିଦା ନଥାଏ, ଆଦରରେ ନ ଆସେ। କବି ଫକୀରମୋହନ ବାଲେଶ୍ୱରରେ କରିଥିବା ଯେଉଁ ଘରେ ବଗିଚାଟିଏ କରିଥିଲେ, ତାହାର ନାମ ଥିଲା ଶାନ୍ତି କାନନ। ସେହି ଶାନ୍ତି କାନନରେ କୃଷ୍ଣକୁମାରୀଙ୍କ ସମାଧି ପୀଠ ଥିଲା। ତାହାରି ପାଖେ ଫକୀରମୋହନ ଅଧିକାଂଶ ସମୟରେ ବସୁଥିଲେ। ସେହି ବସିବା ସମୟରେ କବିତା ରଚନାର ଏଇ ମହତ୍ ଭାବନା ବୋଧେ ଆସିଥିଲା। ଆଉ ତାହାର ଫଳଶ୍ରୁତି ଏହି ଶୋକଗୀତିକା ବା ଇଂରାଜୀର ଏଲିଜି କବିତା, ଯାହାକି କାବ୍ୟ କଳା କୁଶଳତା ଅଛି। ପଦଟି 10 ପଦ ବିଶିଷ୍ଟ।